13 ବର୍ଷର ରେକର୍ଡ ଭାଙ୍ଗିଲା ଶିମିଳିପାଳ। ପାରଦ -1 ଡିଗ୍ରୀ। ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି। ଶୁକ୍ରବାର ତାପମାତ୍ରା ହ୍ରାସ ପାଇ -1 ଡିଗ୍ରୀରେ ପହଞ୍ଚିଛି। ବୁଧବାର ଓ ଗୁରୁବାର 2 ଦିନ ଧରି ଉପର ବାରହାକାମୁଡ଼ାରେ ତାପମାତ୍ରା 0 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ 24 ଘଣ୍ଟାରେ ତାପମାତ୍ରା -1 ଡିଗ୍ରୀ ହୋଇଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ପ୍ରଦାନ କରିଛନ୍ତି। ଫଳରେ ଶିମିଳିପାଳ ସଂଲଗ୍ନ ଜନବସତି ସମେତ ଜିଲ୍ଲାବ୍ୟାପୀ ଶୀତର ଜାଡ଼ ଅସମ୍ଭାଳ କରିଦେଇଛି। ଶୀତ କଷ୍ଟକୁ ଲାଘବ କରିବା ପାଇଁ ଲୋକେ ଗରମ ପୋଷାକ ଘୋଡ଼େଇ ରହିବା ସହ ନିଆଁ ଜାଳି ଶୀତ କଷ୍ଟକୁ ଲାଘବ କରୁଛନ୍ତି। ଜିଲ୍ଲାରେ ପ୍ରଦୂଷିତ ବାୟୁ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବର୍ଷ ତମାମ ଦେଖିବାକୁ ମିଳିଛି। ଖରାଦିନେ ଉତ୍ତପ୍ତ ସହର ଭାବେ ବାରିପଦା ରେକର୍ଡ କରିଥିବା ବେଳେ ଚଳିତ ବର୍ଷ 6 ମାସ ଧରି ଅନବରତ ବର୍ଷା ଲାଗି ରହିଥିଲା। ଏପରିକି ଶୀତଦିନେ ସହରର ତାପମାତ୍ରା 10 ଡିଗ୍ରୀ ତଳେ ରହୁଥିବା ବେଳେ ତାପମାତ୍ରା କ୍ରମଶଃ ହ୍ରାସ ପାଇ ମାଇନସରେ ପହଞ୍ଚିଛି। ସେହିପରି ଶିମିଳିପାଳ ଅଭୟାରଣ୍ୟର ଚହଲା ଓ ଗୁଡୁଗୁଡିଆରେ 2 ଡିଗ୍ରୀ, ବରେହି ପାଣିରେ 5 ଡିଗ୍ରୀ, ରାମତୀର୍ଥ ଓ ସାତକୋଶିଆରେ 9 ଡିଗ୍ରୀ ଏବଂ କିଆଝରିରେ 10 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଜିଲ୍ଲାର 26ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା 10 ଡିଗ୍ରୀ ପାଖାପାଖି ରହୁଛି। ଅବାଧ ଗଛକଟା ଓ ଖଣି ଖନନ ଯୋଗୁଁ ଏହାର ପ୍ରଭାବ ଜିଲ୍ଲାବାସୀଙ୍କ ଉପରେ ପଡ଼ୁଛି, ଯାହାକୁ ନେଇ ଶୀତଦିନେ ପ୍ରବଳ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ 2014ରୁ ଶିମିଳିପାଳରେ 13 ବର୍ଷ ମଧ୍ୟରେ ତାପମାତ୍ରା ମାଇନସକୁ ଆସିନଥିବା ବେଳେ ଚଳିତ ବର୍ଷ ପାରଦ କମିଥିବାରୁ ଉପର ବାରହାକାମୁଡ଼ା ଅଞ୍ଚଳରେ ତୁହିନର ଆସ୍ତରଣ ପଡ଼ିଛି। ତାପମାତ୍ରା ରେକର୍ଡ କରାଯାଉଥିବା ବେଳେ ଅତ୍ୟାବଧି ମାଇନସ ତାପମାତ୍ରା ରେକର୍ଡ ହୋଇନଥିବା ନେଇ ଗୋଗିନେନି ଜଣାଇଛନ୍ତି।